ମଣିଷ ଏମିତି ଦୁନିଆରେ କେହି ନାହିଁ ଯିଏ ସୁଖ ନ ଚାହେଁ। ଦୁଃଖ କେହି ଚାହାନ୍ତି ନାହିଁ, ଦୁଃଖ କେହି ନେବାକୁ ମୁଣ୍ଡେଇବାକୁ ଚାହାନ୍ତି ନାହିଁ। ସମସ୍ତେ ପ୍ରତି ମୁହୂର୍ତ୍ତରେ ସୁଖ ଚାହାନ୍ତି। ତେଣୁ ଆମେ ସୁଖ ସୁବିଧା ପାଇଁ ସବୁକିଛି କରୁ। ଧରନ୍ତୁ ପ୍ରବଳ ଗରମ ହେଉଛି, ଗୋଟେ ଏୟାର କଣ୍ଡିସନର ବା କୁଲର ଦରକାର ଗରମରୁ ରକ୍ଷା ପାଇବା ପାଇଁ। ଯଦି କୁଲର ବା ଏୟାର କଣ୍ଡିସନର ଯଦି ଅସୁବିଧା ହେଇଗଲା, ଖରାପ ହେଇଗଲା, ପୁଣି ତା ପାଇଁ ଅସୁବିଧା ଏବଂ ତା ପାଇଁ ଲୋକ ଦେଖ, ମେକାନିକ୍ ଦେଖ। ତେଣୁ ପ୍ରତ୍ୟେକ ଜିନିଷ ଯାହାକୁ ଆମେ ସୁବିଧା ବୋଲି ଭାବୁ ସେଇଥିରେ ହିଁ ଅସୁବିଧା ଅଛି। ସେ ସୁଖ ଭିତରେ ହିଁ ଦୁଃଖ ଅଛି। କେମିତି ଦେଖନ୍ତୁ, ଆପଣଙ୍କର କିଛି ଅସୁବିଧା ଅଛି ଏବଂ ସେଥିରୁ ସୁଖ ସୁବିଧା ଆପଣ ପାଇବା ପାଇଁ ଯଥେଷ୍ଟ ପରିଶ୍ରମ କରି ଆପଣ ତାକୁ ସୁବିଧା କରିଦେବେ। ସେଇଟା ସିନା ସୁବିଧା ହେଇଗଲା, ଆଉ ଗୋଟେ ଅସୁବିଧା ଆଉ ଗୋଟେ ପଟେ ବାହାରିଲାଣି, ଆଉ ଗୋଟେ ସମସ୍ୟା ଆଉ ଗୋଟେ ପଟେ ବାହାରିଲାଣି। ତେଣୁ ଆପଣ ଯେତେ ଗାତକୁ ବନ୍ଦ କରିବାକୁ ଚାହୁଁଥିବେ ଆଉ ସେତିକି ଝଡ଼ିକି ବାହାରୁଥିବେ। ତେଣୁ ଜୀବନ ସାରା ଆପଣ ସୁଖ ସୁବିଧା ପାଇବା ପାଇଁ ଅନେକ ପରିଶ୍ରମ କରିବାକୁ ପଡ଼ିବ। କାରଣ ସବୁ ମଣିଷକୁ ସୁଖ ଦରକାର, ସୁବିଧା ଦରକାର। ଏବଂ ସେତିକି ଯଦି ସବୁ ସରିଯାଉଥାନ୍ତା ତାହେଲେ କିଛି ଅସୁବିଧା ହେବ, ପୁଣି ଅସୁବିଧା ସୃଷ୍ଟି ହେବ, ପୁଣି ତା ପାଇଁ ପରିଶ୍ରମ କରିବାକୁ ପଡ଼ିବ। ପୁଣି ତାକୁ ଠିକ୍ କରିସାରିଲା ପରେ ଆଉ ଗୋଟେ ଅସୁବିଧା ସୃଷ୍ଟି ହେବ, ତାକୁ ଠିକ୍ କରିବାକୁ ପଡ଼ିବ। ସେ ସବୁକୁ ଠିକ୍ କରିସାରିଲା ପରେ ଅନ୍ୟ ଦିଗରେ ଗୋଟେ ଆଉ ଗୋଟେ ବଡ଼ ଅସୁବିଧା ସୃଷ୍ଟି ହେଲାଣି, ତାକୁ ସୁବିଧା କରିବାକୁ ପଡ଼ିବ। ତେଣୁ ସୁଖ ଅପେକ୍ଷା ଅସୁବିଧାଟା ଚିରସ୍ଥାୟୀ। କାରଣ ଅସୁବିଧାଟା ସଦାବେଳେ ଅଛି, ଅସୁବିଧାଟା ସବୁ ସମୟରେ ଅଛି ଏବଂ ସୁବିଧା କରିବାକୁ ଆମେ ଉଦ୍ୟମ କରୁଛୁ। ଆମେ ସେଥିପାଇଁ କଷ୍ଟ କରୁଛୁ, ପରିଶ୍ରମ କରୁଛୁ। କିନ୍ତୁ ଅସୁବିଧାଟା ହିଁ ଦୀର୍ଘସ୍ଥାୟୀ। ମାନେ ଅସୁବିଧାଟା ହେଉଛି ପରମାନେଣ୍ଟ, ଅସୁବିଧା ହେଉଛି ଚିରସ୍ଥାୟୀ। श्याम रामचंद्र की जय।